ଥରେ ଜଣେ ସ୍କୁଲ ଇନ୍ସପେକ୍ଟର ବା ପରିଦର୍ଶକ ଗୋଟିଏ ସ୍କୁଲକୁ ଯାଇଥିଲେ ଭିଜିଟ୍ କରିବା ପାଇଁ। ସେଠାରେ ପିଲାମାନଙ୍କ ସହିତ କଥାବାର୍ତ୍ତା ହେଲେ ଏବଂ ପଚାରିଲେ, ପିଲାମାନେ ତୁମେ ସବୁ କ'ଣ ଜାଣିଛ ଆଜି ପରୀକ୍ଷା କରିବା। ଗୋଟିଏ ଇଂଲିଶ ଶବ୍ଦ ମୁଁ କହୁଛି, WHITE, ଏଇଟା ହେଉଛି ହ୍ୱାଇଟ୍। ଏ ହ୍ୱାଇଟ୍ ଶବ୍ଦର ଅର୍ଥ କିଏ କହିପାରିବ କହିଲ? କୌଣସି ପିଲା ହାତ ଟେକିଲେନି। ତେଣୁ ଇନ୍ସପେକ୍ଟର ତାଙ୍କ କ୍ଲାସ୍ ଟିଚରଙ୍କ ଉପରେ ବିରକ୍ତ ହେଲେ। କ୍ଲାସ୍ ଟିଚରଙ୍କର ମନ ବହୁତ ଖରାପ ହେଇଗଲା। ସେ ଚିନ୍ତାରେ ପଡ଼ିଗଲେ। କ୍ଲାସ୍ ଟିଚର ଜଣେ ବୁଢ଼ା ଲୋକ, ସେ ପାଖରେ ଠିଆ ହେଇଥିଲେ। ସେ ବି ବ୍ୟସ୍ତ ହୋଇପଡ଼ିଲେ ଏବଂ ପିଲାମାନଙ୍କୁ ଠାରିଦେଲେ। ତାଙ୍କ ମୁଣ୍ଡର ସବୁ ଚୁଟି ଗୁଡ଼ିକ ପାଚି ଯାଇଥିଲା, ଧଳା ଚୁଟି। ସେ ତାଙ୍କ ମୁଣ୍ଡକୁ ଦେଖେଇକିରି ଠାରିଦେଲେ। ଅର୍ଥାତ୍ ପିଲାମାନେ ଜାଣିଯିବେ ଯେ ହ୍ୱାଇଟ୍ ଶବ୍ଦର ଅର୍ଥ ଧଳା, କାରଣ ତାଙ୍କ ଚୁଟି ଗୁଡ଼ିକ ସବୁ ଧଳା। ସେ ଠାରିଦେଲେ ସିନା, କିନ୍ତୁ ପିଲାମାନେ ବୁଝିପାରିଲେନି। ଗୋଟିଏ ପିଲା କହିଲା, ହଁ ସାର୍ ମୁଁ କହିବି। ଇନ୍ସପେକ୍ଟର ପଚାରିଲେ, କ'ଣ କହ? ନା ସାର୍, ହ୍ୱାଇଟ୍ ଶବ୍ଦର ଅର୍ଥ ହେଉଛି ଆମ ସାର୍ଙ୍କ ମୁଣ୍ଡ। ଶେଷରେ ଇନ୍ସପେକ୍ଟର ଆଶ୍ଚର୍ଯ୍ୟ ହେଇଗଲେ।